ନମସ୍କାର, ଜୟ ଜଗନ୍ନାଥ। ମୁଁ ଆଷ୍ଟ୍ରୋଲୋଜର ଓ ବାସ୍ତୁବିଦ୍ ଦେବସ୍ମିତା ଶତପଥୀ ଆପଣମାନଙ୍କୁ ସ୍ୱାଗତ କରୁଛି। ଦୈନନ୍ଦିନ ଜୀବନରେ ଅର୍ଥର ଆବଶ୍ୟକତା ସମସ୍ତଙ୍କ ଜୀବନରେ ରହିଅଛି। ଆଉ ସେହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଉ। ଆଜିକାଲି ସମସ୍ତେ ଚାହାନ୍ତି କମ୍ ପରିଶ୍ରମରେ ଅଧିକ ଧନ ରୋଜଗାର କରିବା ପାଇଁ। ତେବେ ଜାତକରେ ଧନ ଯୋଗ ରହିଅଛି କି ନାହିଁ? ଚାଲନ୍ତୁ ଆଜି ଆମେ ଏହି ବିଷୟରେ ଆଲୋଚନା କରିବା। ଧନ ଯୋଗ, ଲକ୍ଷ୍ମୀ ଯୋଗ, ଗଜକେଶରୀ ଯୋଗ ଏହିସବୁ ଯୋଗ ଆମକୁ ଧନ ଦେଇଥାଏ। ତେବେ ଆଜି ଆମେ ପ୍ରଥମେ ଧନ ଯୋଗ ବିଷୟରେ ଆଲୋଚନା କରିବା। ପ୍ରଥମେ ଆମେ ଜାଣିବା ଧନ ଯୋଗ କ'ଣ? ଧନ ଯୋଗ ହେଉଛି ଜ୍ୟୋତିଷ ଶାସ୍ତ୍ରରେ ଏମିତି ଗ୍ରହ ସଂଯୋଗ ଯାହାକି ଜାତକରେ ଧନ, ସମ୍ପତ୍ତି, ଆୟ ଓ ଆର୍ଥିକ ଉନ୍ନତି ପ୍ରଦାନ କରିବାର କ୍ଷମତା ରଖିଥାଏ। ଧନ ଯୋଗ ପାଇଁ ଆମକୁ ଜାତକରେ ଦ୍ୱିତୀୟ, ପଞ୍ଚମ, ନବମ ଓ ଏକାଦଶ ଘରକୁ ଦେଖିବାକୁ ପଡ଼ିଥାଏ। ଦ୍ୱିତୀୟ ଘର ଧନର ଘର। ସଞ୍ଚିତ ଧନ ପାଇଁ ଆମକୁ ଦ୍ୱିତୀୟ ଘରକୁ ଦେଖିବାକୁ ପଡ଼ିଥାଏ। ପଞ୍ଚମ ଘର ପୂର୍ବ ପୁଣ୍ୟର ଘର, ବୁଦ୍ଧିର ଘର। ନବମ ଘର ଭାଗ୍ୟର ଘର। ଏକାଦଶ ଘର ଆୟ ଓ ଲାଭର ଘର। କାଳପୁରୁଷ କୁଣ୍ଡଳୀର ଦ୍ୱିତୀୟ ଘରର ଅଧିପତି ହେଲେ ଶୁକ୍ର ଗ୍ରହ। ଶୁକ୍ର ଗ୍ରହ ଓ ବୃହସ୍ପତି ହେଲେ ଧନର କାରକ। ଯଦି ଜାତକରେ ଶୁକ୍ର ଓ ବୃହସ୍ପତିଙ୍କର ସ୍ଥିତି ଭଲ ଥାଏ ତେବେ ବ୍ୟକ୍ତି ଧନୀ ହୋଇଥାନ୍ତି। ଜନ୍ମ ଜାତକରେ ଦ୍ୱିତୀୟ ଘର, ପଞ୍ଚମ ଘର, ନବମ ଘର ଓ ଏକାଦଶ ଘର ମଧ୍ୟରେ କୌଣସି ସମ୍ବନ୍ଧ ରହିଥିଲେ ଏହାକୁ ଆମେ ଭଲ ଧନ ଯୋଗ ବୋଲି କହିଥାଉ। ସମ୍ବନ୍ଧ ମାନେ ଦ୍ୱିତୀୟ ଘରର ଅଧିପତି ନବମ ଘରେ ବସିଥିବେ କିମ୍ବା ଏକାଦଶ ଘରର ଅଧିପତି ପଞ୍ଚମ ଘରେ ବସିଥିବେ କିମ୍ବା ଏମାନଙ୍କ ମଧ୍ୟରେ ଦୃଷ୍ଟି ବିନିମୟ ହେଉଥିବ କିମ୍ବା ଏମାନେ ରାଶି ପରିବର୍ତ୍ତନ କରିଥିବେ କିମ୍ବା ନକ୍ଷତ୍ର ପରିବର୍ତ୍ତନ କରିଥିବେ ତେବେ ଏହାକୁ ଭଲ ଧନ ଯୋଗ ବୋଲି କୁହାଯାଏ। ଯଦି ଏହି ଯୋଗ ସାଙ୍ଗରେ ଗୁରୁ ଓ ଶୁକ୍ର ଏକାଠି ବସିଥିବେ କିମ୍ବା ଦୃଷ୍ଟି ଦେଉଥିବେ ତେବେ ବ୍ୟକ୍ତି ବହୁତ ଧନୀ ହୋଇଥାନ୍ତି। ଧନ, ସୁଖ, ସୁବିଧା ଓ ବିଳାସମୟ ଜୀବନ ବ୍ୟକ୍ତିକୁ ମିଳିଥାଏ। ନବମ ଘରର ଅଧିପତି ଯଦି ଉଚ୍ଚ ହୋଇ ଦ୍ୱିତୀୟ ଘରେ କିମ୍ବା ଏକାଦଶ ଘରେ ବସିଥିବେ ତେବେ ଏହା ମଧ୍ୟ ଏକ ଭଲ ଧନ ଯୋଗ। ବ୍ୟକ୍ତି ଧନୀ ହୋଇଥାନ୍ତି। ପଞ୍ଚମ ଘରର ଅଧିପତି ଓ ନବମ ଘରର ଅଧିପତିଙ୍କ ସାଙ୍ଗରେ ଯେଉଁ ଗ୍ରହ ବସିଥାନ୍ତି ସେହି ଗ୍ରହ ମଧ୍ୟ ଧନ ଦେଇଥାନ୍ତି। ସେହି ଗ୍ରହମାନଙ୍କର ମହାଦଶା ଓ ଅନ୍ତର୍ଦଶାରେ ଧନ ଲାଭ ହୋଇଥାଏ। ଯଦି ଲଗ୍ନ, ଚନ୍ଦ୍ର, ସୂର୍ଯ୍ୟଙ୍କ ସାଙ୍ଗରେ ଶୁକ୍ର ଓ ବୃହସ୍ପତିଙ୍କର କୌଣସି ସମ୍ବନ୍ଧ ରହିଥାଏ ବ୍ୟକ୍ତି ଧନବାନ ହୋଇଥାନ୍ତି। ଦ୍ୱିତୀୟ ଘରର ଅଧିପତି ଓ ଏକାଦଶ ଘରର ଅଧିପତି ଯଦି ନବମାଂଶ କୁଣ୍ଡଳୀରେ ନବମ, ପଞ୍ଚମ ହୋଇ ବସିଥିବେ ତେବେ ଏହା ମଧ୍ୟ ଏକ ଭଲ ଧନ ଯୋଗ ହୋଇଥାଏ। D2 ବା ହୋରା କୁଣ୍ଡଳୀକୁ ଆମେ ଧନ ପାଇଁ ଦେଖିଥାଉ। ହୋରା କୁଣ୍ଡଳୀରେ ଧନ ସଞ୍ଚୟ ହେବାର କ୍ଷମତା, ଆର୍ଥିକ ସ୍ଥିରତା, ଧନ ଆସିଲେ ରହିବ ନା ଖର୍ଚ୍ଚ ହେବ ଏହିସବୁ ବିଷୟରେ ଜଣାପଡ଼ିଥାଏ। ଜନ୍ମ ଜାତକର ଦ୍ୱିତୀୟ ଘରର ଅଧିପତି ଓ ଏକାଦଶ ଘରର ଅଧିପତିଙ୍କର ସ୍ଥିତିକୁ D2 ବା ହୋରା କୁଣ୍ଡଳୀରେ ଦେଖି ଜାଣିପାରିବା ବ୍ୟକ୍ତି ପାଖରେ କେତେ ଧନ ସଞ୍ଚୟ ହୋଇ ରହିପାରିବ। ସେହିପରି ଜନ୍ମ ଜାତକର ପଞ୍ଚମ ଘରର ଅଧିପତି ଓ ନବମ ଘରର ଅଧିପତିଙ୍କର ସ୍ଥିତିକୁ D2 ବା ହୋରା ଚାର୍ଟରେ ଦେଖି ଜାଣିପାରିବା ବ୍ୟକ୍ତିକୁ ଧନ କେତେ ମିଳିବ। ଲଗ୍ନ ଠାରୁ ଦଶମ ଘରେ ଯେଉଁ ଗ୍ରହ ବସିଥାନ୍ତି ସେହି ଗ୍ରହ ସମ୍ବନ୍ଧୀୟ କାର୍ଯ୍ୟରୁ ବ୍ୟକ୍ତି ଧନ ପ୍ରାପ୍ତି କରିଥାନ୍ତି। ସେହିପରି ଚନ୍ଦ୍ର ଲଗ୍ନଠାରୁ ଦଶମ ଘରେ ଦେଖିବାକୁ ପଡ଼ିଥାଏ ସେଠାରେ କେଉଁ ଗ୍ରହ ବସିଥାନ୍ତି। ଧନ ଯୋଗର ସମ୍ବନ୍ଧ ଅଷ୍ଟମ ଘର ସାଙ୍ଗରେ ରହିଥାଏ ଏହା ପୀଡ଼ିତ ଥାଏ ତେବେ ଧନର ହାନି ହୋଇଥାଏ। ଯଦି ଧନ ଯୋଗର ସମ୍ବନ୍ଧ ଅଷ୍ଟମ ଘର ସାଙ୍ଗରେ ହୋଇଥାଏ ଏବଂ ଏହା ଉପରେ ଶୁଭ ଗ୍ରହଙ୍କର ପ୍ରଭାବ ରହିଥାଏ ତେବେ ଅଚାନକ ଓ ଆକସ୍ମିକ ଧନ ପ୍ରାପ୍ତି ହୋଇଥାଏ। ଅଷ୍ଟମ ଘରୁ ମିଳୁଥିବା ଧନ ଅନଅର୍ଣ୍ଣଡ ଧନ ହୋଇଥାଏ। ଯେଉଁ ଧନକୁ ଆମକୁ ପରିଶ୍ରମ କରିବାକୁ ପଡ଼ିନଥାଏ ସେ ଇନ୍ସୁରାନ୍ସରୁ ମିଳୁଥିବା ଧନ ହୋଇଥାଇପାରେ, ପୈତୃକ ସମ୍ପତ୍ତିରୁ ମିଳୁଥିବା ଧନ ହୋଇଥାଇପାରେ କିମ୍ବା ଯୌତୁକରୁ ମିଳୁଥିବା ଧନ ହୋଇଥାଇପାରେ। ଚନ୍ଦ୍ରମା ଯଦି ଅଶ୍ଳେଷା ନକ୍ଷତ୍ରରେ ଥାନ୍ତି, ଶ୍ରବଣା ନକ୍ଷତ୍ରରେ ଥାନ୍ତି ଏବଂ ପୀଡ଼ିତ ହୋଇନଥାନ୍ତି ତେବେ ବ୍ୟକ୍ତି ଅପାର ଧନ ପ୍ରାପ୍ତି କରିଥାନ୍ତି। ଧନୁ ଲଗ୍ନରେ ଦ୍ୱିତୀୟ ଘରର ଅଧିପତି ଶନି। ଶନି ଯଦି ଏକାଦଶ ଘରେ ବସିଥାନ୍ତି ଏହା ତୁଳା ରାଶି। ଏଠାରେ ଶନି ଉଚ୍ଚ ହୋଇଥାନ୍ତି। ଏହା ଏକ ଭଲ ଧନ ଯୋଗ ହୋଇଥାଏ। ଏଠାରେ ଶନି ହୁଏତ ଡେରିରେ ଧନ ଦେଇଥାନ୍ତି, ଅଧିକ ପରିଶ୍ରମ କରିବା ପରେ ଦେଇଥାନ୍ତି କିନ୍ତୁ ସ୍ଥାୟୀ ରୂପରେ ଦେଇଥାନ୍ତି
ଏବଂ ଲମ୍ବା ସମୟ ଯାଏଁ ଦେଇଥାନ୍ତି। ବୃଷ ଲଗ୍ନର ଜାତକରେ ଦ୍ୱିତୀୟ ଘରର ଅଧିପତି ବୁଧ। ବୁଧ ଯଦି ଏକାଦଶ ଘରେ ବସିଥାନ୍ତି, ଏହା ମୀନ ରାଶି ହୋଇଥାଏ। ଏଠାରେ ବୁଧ ନୀଚ ହୋଇଥାନ୍ତି। ଏହା ଧନଯୋଗ ହୋଇଥାଏ, ଧନ ମିଳିଥାଏ। କିନ୍ତୁ ଯେତିକି ଧନ ମିଳିବା କଥା ସେତିକି ମିଳିନଥାଏ। ସିଂହ ଲଗ୍ନରେ ଦ୍ୱିତୀୟ ଘରର ଅଧିପତି ବୁଧ। ବୁଧ ଯଦି ଏକାଦଶ ଘରେ ବସିଥାନ୍ତି, ଏହା ମିଥୁନ ରାଶି ହୋଇଥାଏ, ବୁଧଙ୍କର ସ୍ୱରାଶି। ବୁଧ ଏଠାରେ ସ୍ୱରାଶି ସ୍ୱଗୃହସ୍ଥ ହୋଇ ରହିଥାନ୍ତି। ତେଣୁ ଏହା ଏକ ଭଲ ଧନଯୋଗ ହୋଇଥାଏ। ସେହିପରି କୁମ୍ଭ ଲଗ୍ନର ଦ୍ୱିତୀୟ ଘରର ଅଧିପତି ବୃହସ୍ପତି। ବୃହସ୍ପତି ଯଦି ଏକାଦଶ ଘରେ ବସିଥାନ୍ତି, ଏହା ଧନୁ ରାଶି। ବୃହସ୍ପତିଙ୍କର ଏହା ସ୍ୱରାଶି, ମୂଳ ତ୍ରିକୋଣ ରାଶି। ଏଠାରେ ବୃହସ୍ପତି ଅପାର ଧନ ଦେଇଥାନ୍ତି। ଏହା ମଧ୍ୟ ଏକ ଭଲ ଧନଯୋଗ ହୋଇଥାଏ। ଜାତକରେ ଧନଯୋଗ ରହିଅଛି, କିନ୍ତୁ କାହିଁକି ଧନ ମିଳୁନାହିଁ? ଆପଣମାନଙ୍କ ମନରେ ପ୍ରଶ୍ନ ଥିବ। ଧନଯୋଗର ଫଳ ମିଳିବ ଯେତେବେଳେ ଧନଯୋଗ ସହିତ ସମ୍ବନ୍ଧିତ ଗ୍ରହମାନଙ୍କର ମହାଦଶା ଓ ଅନ୍ତର୍ଦଶା ଆସିଥାଏ, ସେତେବେଳେ ଧନପ୍ରାପ୍ତି ହୋଇଥାଏ। ଏହା ସହିତ ଗୋଚରକୁ ମଧ୍ୟ ଦେଖିବାକୁ ପଡ଼ିଥାଏ। ମହାଦଶା ଅନ୍ତର୍ଦଶା ସାଙ୍ଗରେ ଯଦି ଗୋଚର ସେହି ଘରକୁ ପ୍ରଭାବିତ କରିଥାଏ, ତେବେ ସେହି ସମୟରେ ଧନପ୍ରାପ୍ତି ହୋଇଥାଏ। ଏହିପରି ଭାବରେ ଆମେ ଜାଣିପାରିବା ଜାତକରେ ଧନଯୋଗ ରହିଅଛି କି ନାହିଁ, ବ୍ୟକ୍ତିକୁ କେତେ ଧନ ମିଳିବ, ବ୍ୟକ୍ତି କେତେ ଧନ ସଞ୍ଚୟ କରିପାରିବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି, ତେବେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।